ଶୁଣିବା। ଗପ ଶୁଣିବାକୁ ଭଲ ଲାଗେ? କୋଉ ଗପ ଶୁଣିବା କହିବା? ଆଜି ଆମେ ଗପ ଶୁଣିବା। ଗପର ନାଁ ହେଲା ଚତୁର କାଉ। କଣ ହେଲା? ଚତୁର କାଉ। ଥରେ କାଉଟିଏ ପିଠାଟିଏ ପାଇଲା। ଥରେ କାଉଟିଏ ପିଠାଟିଏ ପାଇଲା। ମନ ଖୁସିରେ ଗଛ ଉପରେ ବସିଲା। ମନ ଖୁସିରେ ଗଛ ଉପରେ ବସିଲା। ପିଠାଟିକୁ ଥଣ୍ଟରେ ଧରିଥିବାର ଦେଖି ବିଲେଇ ଦେଖିଲା। ପିଠାଟିକୁ ଥଣ୍ଟରେ ଧରିଥିବାର ଦେଖି ବିଲେଇ ଦେଖିଲା। ତ କିଏ ଦେଖିଲା? ଥଣ୍ଟରେ ପିଠାଟିଏ ଧରିଥିବାର କିଏ ଦେଖିଲା? ବିଲେଇ। ବିଲେଇ ଦେଖିଲା। ପିଠା ଖାଇବାକୁ ବିଲେଇର ଭାରି ମନ। ସେ କହିଲା କାଉକୁ, ଭାଇ ସିଏ ମନରେ ଗୋଟେ ଆଇଡିଆ ସଚିଲା। ମୁଁ କାଉ ପାଖରୁ ସେ ପିଠାଟିଏ କେମିତି ଆଣିକି ଖାଇବି। ସିଏ କହିଲା କାଉ ଭାଇ ତମେ ତ କଣ ବଢିଆ ଗୀତ ବୋଲ, ଆଉ ତମେ ଟିକେ ଗୀତ ବୋଲ, ମୁଁ ଟିକେ ଗୀତ ଶୁଣିବି। କିଏ କହିଲା କଥା ଗୀତ ଶୁଣିବାକୁ? କିଏ କହିଲା? କାଉ କିନ୍ତୁ ଭାରି ଚାଲାକ। ସିଏ ବିଲେଇର ଇଏ ଜାଣିପାରିଲା। ସିଏ କୋଉଥିପାଇଁ ମତେ କହୁଛି ଗୀତ ବୋଲିବା ପାଇଁ, କାଉ ଜାଣିପାରିଲା। କାଉ କଣ କଲା ନା, ପିଠାଟିକୁ ଗୋଡରେ ଧରିଲା, ତାକୁ କାଉ ଗୀତ ବୋଲିଲା। ଯେତେବେଳେ ଗୀତ ବୋଲିଲା, ବିଲେଇ ଆଉ କଣ କରିବ? ସିଏ ଭାବିଲା କଣ, କାଉ ଯଦି ଯଦି ଗୀତ ବୋଲିଥାନ୍ତା ତା ପାଟିରୁ ପିଠାଟା ଖସି ପଡିଥାନ୍ତା, ବିଲେଇ ତାକୁ ଖାଇଥାନ୍ତା। କିନ୍ତୁ କାଉ ଯେହେତୁ ଗୋଡରେ ତାକୁ ଧରିକି ଗୀତ ବୋଲିଲା, କିନ୍ତୁ ବିଲେଇର ଇଏ ଆଉ ପୂରଣ ହେଇପାରିଲା, ତା ଆଶାଟା ପୂରଣ ହେଇପାରିଲା ନାହିଁ। ଗୀତ ଗାଇ ସାରିଲା ପରେ କାଉ ହସି ହସି କହିଲା, ବିଲେଇଟାନି କଣ ଗୀତ ମନକୁ କଲା? ବିଲେଇ ଆଉ କଣ କହିବ? ମୁଣ୍ଡ ତଳକୁ କରିକି ହଁ କହିବ। ଏଥିରେ ଆମେ କଣ ଜାଣିପାରିଲେ? କି ଚତୁର କିଏ? କାଉ ଚତୁର ନା ବିଲେଇ ଚତୁର? କାଉ ଯଦି ଉପଯୁକ୍ତ ବୁଦ୍ଧି ଯଦି ନ ପ୍ରୟୋଗ କରିଥାନ୍ତା, ସେ ତା ପାଟିରୁ ପିଠା ଖସି ପଡିଥାନ୍ତା, ତାକୁ ବିଲେଇ ଖାଇ ଦେଇଥାନ୍ତା। କିନ୍ତୁ କାଉ